ପାଠ ପଢ଼ିଲା ବେଳେ ଯେମିତି ଏ କତରୁ ଆରମ୍ଭ କରିକି ଜେଡ୍ ପର୍ଯ୍ୟନ୍ତ ଆଉ ଅ ଆ କତରୁ ଆରମ୍ଭ କରିକି ହ କ୍ଷ ପର୍ଯ୍ୟନ୍ତ ପଢ଼ାଯାଏ, ଯୋଗଟା ମଧ୍ୟ ସେଇ ରକମ ଗୋଡ଼ ପାଖରୁ ଆରମ୍ଭ କରି ମୁଣ୍ଡ ପର୍ଯ୍ୟନ୍ତ ଯିବାକୁ ପଡ଼େ। ଯେମିତି ଏ ଟୁ ଜେଡ୍ ପର୍ଯ୍ୟନ୍ତ ପଢ଼ିବାଟା ଯେମିତି ସୁବିଧା, ପୁଣି ଜେଡ୍ କତରୁ ଏ ପର୍ଯ୍ୟନ୍ତ ଆସିବାଟା କେତେ କଷ୍ଟ, ଯେମିତି କଷ୍ଟ ଠିକ୍ ସେଇ ରକମ ଅଷ୍ଟାଙ୍ଗ ଯୋଗ କଲେ ଗୋଡ଼ ପାଖରୁ ଆରମ୍ଭ କରିକି ଯିବେ ମୁଣ୍ଡ ପର୍ଯ୍ୟନ୍ତ, ପୁଣି ମୁଣ୍ଡ କତରୁ ଫେରେଇ ଫେରେଇ ଆସିବେ ଗୋଡ଼ ପାଖକୁ। ତେଣୁ ଏଇଟା ବହୁତ ଟିକେ କିଟିମିଟି ଲାଗିବ। ରୀତିମତ ଅଭ୍ୟାସ କରୁଥିବା ବ୍ୟକ୍ତି ପାଇଁ କିଛି ଅସୁବିଧା ନାହିଁ। ତେଣୁ ଆପଣମାନେ ରୀତିମତ ଅଷ୍ଟାଙ୍ଗ ଯୋଗ କରନ୍ତୁ, ରୋଗରୁ ମୁକ୍ତି ପାଆନ୍ତୁ, ମେଡ଼ିସିନ ଖର୍ଚ୍ଚାନ୍ତ ସମ୍ପୂର୍ଣ୍ଣ ଦୁର୍ବଳ, ପଇସା ସମ୍ପୂର୍ଣ୍ଣ କମିଯିବ, ଧୀରେ ଧୀରେ ଟୋଟାଲ ବନ୍ଦ ହେଇଯିବ। ଆଉ ଆଗାମୀ ଦିନରେ କୌଣସି ପ୍ରକାର ରୋଗ ଆସିବାର ନାହିଁ। ଯାହା ଅଛି ଏକଦମ ଧୀରେ ଧୀରେ ଭଲ ହେବ। ଧୈର୍ଯ୍ୟର ସହକାରେ କରିବେ। ମୁଁ ଏଇ ଦେଖଉଛି, ଆଗରୁ ବହୁତ ବାର ଦେଖେଇଛି, ଏବେ ବି ଦେଖଉଛି। ସେଇ ମଙ୍କି ମୁଦ୍ରା କଲେ 10-12 ପ୍ରକାର ରୋଗ ଭଲ ହେଇଯିବ। ତେଣୁ ଆପଣମାନେ ଦେଖିକି ନିଶ୍ଚିତ ଜାଣିପାରିବେ ଯେ କି ମଙ୍କି ମୁଦ୍ରା କଲେ କ'ଣ ଭଲ ଆଉ ମନ୍ଦ ହେବ। ଦେଖନ୍ତୁ, ମଙ୍କି ମୁଦ୍ରା ମୁଁ କହିଛି 21 ଥର। 2 ପ୍ରକାର ମଙ୍କି ମୁଦ୍ରା, ତା ଭିତରେ ବ୍ୟାଘ୍ର ମୁଦ୍ରା ଅଛି, କାଳୀ ମୁଦ୍ରା ଅଛି। ବର୍ତ୍ତମାନ ମଙ୍କି ମୁଦ୍ରା ଦେଖଉଛି, ଯୋଉଟା ବଡ଼ କଳା ମୁହାଁ ମାଙ୍କଡ଼ କରେ। ଏକୋଇଶ ଥର କଲେ ଏଇଟା ଗୋଟେ ପ୍ରକାର ମଙ୍କି ମୁଦ୍ରା। ଦ୍ୱିତୀୟ ମଙ୍କି ମୁଦ୍ରାଟା ହେଉଛି ପାତି ମାଙ୍କଡ଼ ଯେମିତି କରେ, ଦେଖନ୍ତୁ। এই ପାତି ମାଙ୍କଡ଼ ମୁଦ୍ରା 21 ଥର, ମଙ୍କି ମୁଦ୍ରା 2ଟା ଯାକ 21 ଥର କରାଯିବ। ଆପଣମାନେ ଦେଖିକି ଜାଣିପାରୁଥିବେ। ଯଦି ଗଳାର କି ମୁହଁର କୌଣସି ଜାଗା ବ୍ରଣଟିଏ ବାହାରିବି, ସିଏ ରୀତିମତ କଲେ ସମ୍ପୂର୍ଣ୍ଣ ମେଲ୍ଟ ହେଇଯିବ। ଆଉ ଧୈର୍ଯ୍ୟର ସହକାରେ କରନ୍ତୁ। ରହିଲି। ଜୟ ଜୀବ, ପିତାମାତା କି ଜୟ।